ଏବେ ଯେମିତି ଗୋଟେ ଯୁद्धର ପରିସ୍ଥିତି ଭାରତ ଆଉ ପାକିସ୍ତାନ ଭିତରେ ଅଛି, ଭାରତ ଇଣ୍ଡସ୍ ୱାଟର ଟ୍ରିଟି କ୍ୟାନସଲ କରିଛି, ସେମିତି ପାକିସ୍ତାନ ଗୋଟେ ଗୋଟେ ବୁଦ୍ଧି ଚଲେଇକି ସେ ତାର ଗୋଟେ କରିଦେଇଛି କଣ ନା ଏୟାର ସ୍ପେସ ଟାକୁ ବନ୍ଦ କରିଦେଇଛି। ତ ଠିକ ଅଛି, ବନ୍ଦ ତ କରିଦେଇଛି, କିନ୍ତୁ ୟା ଦ୍ୱାରା ଆମେ ଦେଖିବା ଯେ ବେଶୀ ଲସ୍ କାର ହଉଛି, ପାକିସ୍ତାନର ହଉଛି ନା ଭାରତର ହଉଛି। ତେବେ ପାକିସ୍ତାନ ହଉଛି ଆତଙ୍କର ପୁରା ମାନେ ଗନ୍ତାଘର ଗୋଟେ ଯେମିତି କରିବା ଷ୍ଟୋର ରୁମ୍, ତ ସେଠି 100% ବୋଧେ ସେଇଭଳିଆ ଗୋଟେ ଷ୍ଟୋର ରୁମ୍, ସେ ଆତଙ୍କବାଦୀ ମାନଙ୍କ ଷ୍ଟୋର ରୁମ୍। ସାରା ବିଶ୍ୱରେ ଯାହା ବି କାଣ୍ଡ ହବ ସେଇଠୁ ମାଲଟା ଯିବ, ସବୁ ନେଇକି ଯିବେ, କାଣ୍ଡଟି କରିଦେଇକି ଆସିବେ, ସେ ସବୁ ଭଡାରେ ଯାଆନ୍ତି। ତ ସିଏ କଣ କରିଛି ନା ଏୟାର ସ୍ପେସ ଟା ବନ୍ଦ କରିଦେଇଛି। ୟା ଦ୍ୱାରା ଆମର ଟିକେ ବେଶୀ ଲସ୍ ହବ, କାହିଁକି ପାକିସ୍ତାନରେ ସେମିତି କିଛି ନାହିଁ ଯେ ତା ସାଙ୍ଗରେ ମାନେ ସିଏ ହଉଛି ସବୁଠାରୁ ନବା ବାଲା, ସବୁ ତ ନବ ତାଙ୍କର। ଯେମିତି ଯୋଉ ଜାଗାରେ ଅଟା କିଲୋ 500, କଣ ଏକ୍ସପେକ୍ଟ କରିବା ତାଙ୍କ ଠାରୁ, ତାଙ୍କ ଇକୋନୋମି ତ ଏଇଭଳିଆ। ଯେହେତୁ ସମସ୍ତଙ୍କ ଠାରୁ ମାଗିକି ଚଳନ୍ତି, ତାଙ୍କର ଏକ୍ସପୋର୍ଟ କିଛି ନାହିଁ, ମାନେ ନିଜ ଦେଶରୁ ଅନ୍ୟ କାହାକୁ କିଛି ପଠେଇବାର ନାହିଁ, ସାହାଯ୍ୟ କରିବାର ନାହିଁ, ତାଙ୍କ ପାଖରେ ତ ନାହିଁ, ସେ ସାହାଯ୍ୟ କରିବେ କଣ। କିନ୍ତୁ ଭାରତର ସବୁଠାରୁ ଲସ୍ ହବ କଣ ନା ଯୋଉ ମିଡିଲ ଇଷ୍ଟ, ୟୁରୋପ ରହିଲା, ଏମାନଙ୍କ ସାଙ୍ଗରେ ଆମର ଯୋଉ ଟ୍ରିଟି ଚାଲିଛି, ଯାହାବି ଆମର ସନ୍ଧି ଅଛି, ଇମ୍ପୋର୍ଟ ର ଜିନିଷ ଆସୁଛି, ତ ଆମକୁ ଟିକେ ହଇରାଣ ହବ, କାରଣ ଆମେ ଡେଭଲପିଂ କଣ୍ଟ୍ରି। ଗୋଟେ ଟାର୍ଗେଟ ଅଛି 3 ଟ୍ରିଲିୟନ ର ବଜେଟ ଆମେ ଜିଡିପି କରିବା ଟାର୍ଗେଟ ଅଛି, କିନ୍ତୁ ପାକିସ୍ତାନ ସେମିତି କିଛି ନାହିଁ, ପ୍ରଥମ କଥା। ଦ୍ୱିତୀୟ କଥା, ତାଙ୍କର ସେମିତି ଏୟାର ସ୍ପେସ ର ମାନେ କାମ ହିଁ ତାଙ୍କର କିଛି ନାହିଁ। ଆମକୁ ଅସୁବିଧା କଣ ହବ କଣ, ଆମକୁ ବେଶୀ ବାଟ ଯୋଉଟା କି ବୁଲିକି ଯିବାକୁ, ମାନେ ମିଡିଲ ଇଷ୍ଟ କୁ ଯିବାକୁ ହେଲେ ବା ୟୁରୋପ କୁ ଯିବାକୁ ହେଲେ ଆମେ ପାକିସ୍ତାନର ତଳପଟ ଦେଇକି ଯିବାକୁ ପଡିବ। ଧରି ନିଅନ୍ତୁ ଯୋଉଟା 10 ଘଣ୍ଟା ଲାଗୁଥିଲା ସେଇଠି 15 ଘଣ୍ଟା ଲାଗିବ। ୟା ଦ୍ୱାରା ଅସୁବିଧା ହବ କଣ, ସବୁ ଜିନିଷର କଷ୍ଟ ଟା ବଢିଯିବ। ଯେମିତି କି ମାନେ ଫୁଏଲ ଅଧିକା ନବାକୁ ପଡିବ, ଯୋଉଠି 10 ଘଣ୍ଟାର ଫ୍ଲାଇଟ୍ ଚାଲିଥିଲା ସେଠି 15 ଘଣ୍ଟା ଯିବାକୁ ପଡିବ, ତ ଫୁଏଲ ଅଧିକା ନବାକୁ ପଡିବ। ଫୁଏଲ ଅଧିକା ନବାକୁ ପଡିଲେ ଇଞ୍ଜିନର କାପାସିଟି କମିଯିବ, ବା ତାର ଯୋଉ ମାଇଲେଜ ଟା ଯେମିତି ଥାଏ, ଅଧିକ ଲୋଡ ତାର ଗୋଟେ କାପାସିଟି ଥାଏ, ମୁଁ ଏତିକି ଲୋଡରେ ଏତିକି ବାଟ ଯିବି। ତ ସେମିତି ବହୁତ ଗୋଟେ ଟେକ୍ନିକାଲ ପ୍ରୋବ୍ଲେମ ଅଛି, ଯୋଉଟା କି ଭାରତକୁ ଆମର କଷ୍ଟ ଟା ବଢିଯିବ। ତ ସେଇଟା ହିଁ ଗୋଟେ ଭାରତକୁ ଅସୁବିଧା ରହୁଛି। ତଥାପି ଆମର ଭାରତ ଚଲେଇ ଦବ। ଏ ତ ପାକିସ୍ତାନ ବନ୍ଦ କରିଦେଇଛି, ଦେଖିବା କେତେ ଦିନ କଣ ଉଖାଡି ପାରୁଛି।